ନାଇଁ ସେ ଅପରାଧୀ ଗୋଟେ ଅତ୍ୟନ୍ତ ଜଘନ୍ୟ ଅପରାଧ ନିଶ୍ଚୟ କହିବି। ଗ୍ରାହାମ ଷ୍ଟେନଙ୍କ ସହିତ ତାଙ୍କର ଦୁଇଟା ଶିଶୁ ପୁତ୍ରଙ୍କୁ ଜଗନ୍ ଭାଗରେ ପୋଡ଼ିଦେବା ଘଟଣାକୁ କୌଣସି ବିଷ ବି ଗ୍ରହଣ କରିନଥିଲା, ଯେହେତୁ ସେ ଜଣେ ପାଦ୍ରୀ ଥିଲେ, ସାରା ବିଶ୍ୱ ବି ସେଥିପାଇଁ ବହୁତ ଇଏ ହେଇଥିଲା, ଚାରିଆଡ଼େ ବି ହେଇଥିଲା। ଏବଂ ମୁଁ ଭାବୁଛି ଜାନକୀବଲ ପଟ୍ଟନାୟକଙ୍କର ଯୋଉ ସମସ୍ତେ ଭାବନ୍ତି ଅଞ୍ଜନା ପାଇଁକା, ଜାନକୀ ପଟ୍ଟନାୟକ ଯୋଉ ଇସ୍ତଫା ଦେବାକୁ ପଡ଼ିଲା, ମୁଁ ଭାବୁଛି ଏଇ କାରଣଟା ତାଙ୍କୁ ଜାନକୀ ବାବୁ ଇସ୍ତଫା ଦେଇଥିଲେ ଏଇ କାରଣ। କାରଣ ସୋନିଆ ଗାନ୍ଧୀ ସରକାର ଥାନ୍ତି ପାର୍ଟିର ପ୍ରେସିଡେଣ୍ଟ ଥିଲେ, ତେଣୁ ସିଏ ତାଙ୍କୁ ତାଙ୍କର ବଡ ଧରଣର ଗୋଟେ ପ୍ରଭାବ ଥିଲା ସେ ସମୟରେ। ତେଣୁ ଏଇଟା ଗୋଟେ ଜଘନ୍ୟ ଅପରାଧ, ସେଥିରେ କେହି ଅସ୍ୱୀକାର କରିପାରିବେ। ସାରା ଆଉ ଖ୍ରୀଷ୍ଟିଆନ ୱାର୍ଲଡରୁ ବଡ ଧରଣର ପ୍ରତିବାଦ ହେଇଥିଲା। ଏବଂ ଏଇ ଘଟଣା ପଛରେ ଦାରା ସିଂ ଯେଭଳି ଦାରା ସିଂ ଗିରଫ ହେଲା ଏବଂ ଦଣ୍ଡ ପାଇଲା। କଥା ହଉଛି ଆପଣ ଯେକୌଣସି ଦଣ୍ଡରେ ଆମର ଗୋଟେ ଅଛି ଯେ ଯୋଉମାନଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଉଛି, ଯେ ପ୍ରତି 14 ବର୍ଷେ ଥରେ ତାଙ୍କର ରିଭ୍ୟୁ କରାଯାଏ ଯେ ଯଦି ସେମାନେ ଭଲ କାମ କରିଛନ୍ତି, ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନାହିଁ, ଦେୟାର କଣ୍ଡକ୍ଟ ଇଜ ଗୁଡ୍, ଆମେ କାହିଁକି ଜେଲରେ ରଖୁଛୁ? ସେ ଲୋକ ସୁଧୁରିବେ ବୋଲି ରଖୁଛୁ। ଜେଲ ରଖି କଣ ମାରିବା ପାଇଁ ରଖୁଛୁ? ଜେଲରେ ଜଣେ ଲୋକ ଜେଲରେ ଯଦି 25 ବର୍ଷ କାଳ ସେ ରହିଲେଣି, ଏଇ ହତ୍ୟାକାଣ୍ଡ ଘଟିବା ଦିନଠୁ 25 ବର୍ଷ ହେଲା ସେମାନେ ଜେଲରେ ଅଛନ୍ତି। ମୋର ଦାନ 25 ଇୟର୍ସ ଜେଲରେ ରହିଲା ପରେ ଯଦି ସେମାନଙ୍କ ଆଚରଣ ହୁଏ, ତାଙ୍କର ଯାହା ତାଙ୍କ କ୍ରାଇମ କେବେ ହେଲେ କେହି ବି ତାଙ୍କର ଯୋଉ ଜଘନ୍ୟ ଧରଣ ଅପରାଧ ତାଙ୍କୁ କେହି କ୍ଷମା ଦେଇପାରିବେନି। କିନ୍ତୁ 25 ବର୍ଷ ସେ କଲା ପରେ ଏବଂ ଜେଲ ଭିତରେ କିଛି ଯଦି ଗଣ୍ଡଗୋଳ କରିନାହାନ୍ତି, ଜେଲ ଭିତରେ ସେମାନଙ୍କ ଆଚରଣ ଭଲ ଅଛି ଏବଂ ଜେଲରୁ ବାହାରିକି ମଧ୍ୟ ଭଲ କାମ କରିବେ ବୋଲି ଆମେ ଆଶା କରାଯାଉଛି, ତାହେଲେ ତାଙ୍କୁ ଏଭଳିଆ ଲୋକମାନଙ୍କୁ ଜେଲରୁ ମୁକ୍ତି ଦେବା ପାଇଁ ପ୍ରତି ରାଜ୍ୟରେ ଅଛି ନିୟମ, କେନ୍ଦ୍ର ସରକାର ଏହାର ପ୍ରଭାବ କଣ ହବ? ଯାହା ଖବର ଆସୁଛି ଯେ ମହେନ୍ଦ୍ର ହେମ୍ବ୍ରମ ଯେତେବେଳେ ଜେଲରୁ ବାହାରିଛନ୍ତି, ବୋଧହୁଏ ତାଙ୍କୁ 25 ବର୍ଷ ହେଇଥିଲା, ସେତେବେଳେ 50 ବର୍ଷ ହେଇଗଲାଣି ତାଙ୍କୁ ବୟସ। ସେ ଜୟ ଶ୍ରୀରାମ, ମୁଁ ଗୋଟେ ଫଟୋ ଦେଖିଥିଲି, ଜୟ ଶ୍ରୀରାମ କହୁଛନ୍ତି, ବେକରେ ଫୁଲମାଳ ପକେଇଛନ୍ତି, ତାଙ୍କ ସମର୍ଥକ ମାନେ ତାଙ୍କୁ ଜେଲରୁ ନେଇଛନ୍ତି। ବର୍ତ୍ତମାନ ଦେଖନ୍ତୁ ଘଟଣା ଚକ୍ରରେ ଭାରତୀୟ ଜନତା ପାର୍ଟି ଓଡ଼ିଶାର ବିଜେପି ସରକାର ହେଇଛି ଏବଂ ଏମାନଙ୍କ ମୁକ୍ତି ପାଇଁକା ଏପରିକି ମଧ୍ୟ ଆମର ଯେ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଗରୁ ମଧ୍ୟ ବି ଦାବି କରିଥିଲେ, ମୁଖ୍ୟମନ୍ତ୍ରୀ ନଥିଲେ ଦାରା ସିଂଙ୍କ ମୁକ୍ତି ପାଇଁକା। ତେଣୁ ରାଜ୍ୟ ସରକାର ତ ଚାହିଁଛନ୍ତି ଯେ ତାଙ୍କର ହବା, ମୁଁ ଭାବୁଛି ଆଇନ ଅନୁସାରେ ନିୟମ ଅନୁସାରେ ହଉଛି। କିନ୍ତୁ ମୁଁ ଭାବୁଛି ସବୁଠୁ ବଡ କଥା ମହେନ୍ଦ୍ରଙ୍କ ପ୍ରତି, ସେଇଟା ଦାରା ସିଂଙ୍କ ପ୍ରତି ମଧ୍ୟ, ସେମାନେ ଖଲାସ ହେଲା ପରେ ଏପରି କିଛି କରିବା ଉଚିତ ନୁହଁ ଯୋଉଥିରେ କି ଲୋକ ମନରେ ହବ ଯେ ଏମାନଙ୍କର ଏତେ ବଡ ଜଘନ୍ୟ ଅପରାଧ ପାଇଁ ସେମାନଙ୍କର ଅନୁତାପ ନାହିଁ। ଏଇଭଳିଆ ଗୋଟେ ଧାରଣା ହେଲେ ଲୋକ ପୁଣି ସୁପ୍ରିମକୋର୍ଟକୁ ପିଟିସନ କରିବେ ଯେ ସରକାର ଭୁଲ ନିଷ୍ପତ୍ତି ନେଇଛନ୍ତି। ମୁଁ ଭାବୁଛି ସେଭଳିଆ ଗୋଟେ ବାତାବରଣ ହବାକୁ ବିଲ୍କିନ୍ ବିଶ୍ୱ କେସରେ ଯେମିତି ହେଲା ଗୁଜରାଟ ଘଟଣାରେ, ସେଭଳି ହବା ଉଚିତ ନୁହଁ।